ବ୍ରତକୁ ମାରି ସଚି ସାଇ ଲୁଚନ୍ତି ତେଜହୀନ ହୋଇ। ଗୋବିନ୍ଦ 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 ପଦୁ ଗଡ଼ୁଛି ମକରନ୍ଦ। ବିଷ୍ଣୁ ରଖିଲେ ତା ଜୀବନ ତ୍ରୟୋଦଶର ବିବରଣ। ଗୋବିନ୍ଦ 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 ପଦୁ ଗଡ଼ୁଛି ମକରନ୍ଦ। बोल सच्चिदानंद भगवान की वृत्तକୁ ମାରି ସଚି ସାଇ ଭୁବନେ ତେଜହୀନ ହୋଇ। ଆଗରୁ ବ୍ରହ୍ମହତ୍ୟା ପାପ କରିଥିଲେ ଦେବରାଜ ଇନ୍ଦ୍ର। ଯେତେବେଳେ ବିଶ୍ୱରୂପକୁ ହତ୍ୟା କରିଥିଲେ ସେହି ହତ୍ୟାଜନିତ ପାପରୁ ମୁକ୍ତି ପାଇବା ପାଇଁ ସେ କ'ଣ କଲେ, ତାଙ୍କ ପାପକୁ ଚାରି ଭାଗରେ ବାଣ୍ଟି ଦେଇଥିଲେ। କିଏ କିଏ ନେଲେ? ଧରିତ୍ରୀ ମାତା ନେଇଥିଲେ ତାଙ୍କର ପାପ, ଯାହାର ପରିଣାମ ସ୍ୱରୂପ ଯେଉଁଠି ଖାଲୁଆ ଜମି ଥିବ ବା ଖାଲୁଆ ଜାଗା ଥିବ ଆପଣା ଛାଇଁ ବେଳେବେଳେ ପୁରିଯିବ। ଆଉ ଯେଉଁଠି ସେ ପାପର ଔଷର ଭୂମି ଦେଖାଯିବ ଜାଣିବ ଯେ ସେ ହେଉଛି ପାପ। ଆଉ ନାରୀମାନେ ମଧ୍ୟ ସେ ପାପରୁ କିଛି ଭାଗ ନେଲେ, ଯେଉଁଥିପାଇଁ ନାରୀ ରଜସ୍ୱଳା ହୁଅନ୍ତି ମାସକୁ ଥରେ। ତାପରେ ତୃତୀୟ ନେଲେ କିଏ? ବୃକ୍ଷମାନେ ନେଲେ ସେ ପାପ। ବୃକ୍ଷ ପାପ ନେଲେ, କିନ୍ତୁ ବର ସ୍ୱରୂପ ତାଙ୍କୁ ମିଳିଲା କ'ଣ? ମିଳିଲା ଏଇଆ ଯେ ବୃକ୍ଷ କଟିଗଲେ ମଧ୍ୟ ସେ ପୁଣି ପୂର୍ଣ୍ଣାଙ୍ଗ ହେଇଯିବ କିଛି ଦିନ ପରେ। ଏବଂ ବୃକ୍ଷର ଯେଉଁ ଅଠା ଝରୁଛି ସେ ହେଉଛି ସେ ପାପର ଅଂଶ। ଚତୁର୍ଥ ହେଲେ ପାଣି, ସମୁଦ୍ର, ମହୋଦଧି। ଜଳ ଭିତରେ ଯେଉଁ ଦେଖୁଛନ୍ତି ଆପଣମାନେ, ଜଳ ଯେଉଁ ଫେନିଳ ରାଶି ଜଳରାଶି ଆମେମାନେ ଦେଖିପାରୁଛେ, ସେ ଯେଉଁ ଫେଣ ଗୁଡ଼ିକ ବାହାରୁଛି ସେ ଫେଣ ହିଁ ପାପର ସ୍ୱରୂପ ଆମେ ଦେଖୁଛେ। ଚାରିଜଣ ପାପକୁ ବାଣ୍ଟି ନେଇଥିଲେ, ଆଉ ସେ ପାପକୁ ମଧ୍ୟ ଦୃଶ୍ୟମାନ ଆଜି ବି ଆମେ କରିପାରୁଛେ, ଦେଖିପାରୁଛେ। କିନ୍ତୁ ଏବେ ପୁଣି ହେଇଗଲା ପାପ, କାହିଁକିନା ଇଏ ବି ବୃତାସୁର ବି ବ୍ରାହ୍ମଣ କୂଳରେ ଜନ୍ମ ହେଇଛି। ସିନା ପ୍ରବୃତ୍ତିରେ ଅସୁର, କିନ୍ତୁ ସିଏ ଥିଲା ବ୍ରାହ୍ମଣ ତୋଷ୍ଟାଙ୍କର ତପସ୍ୟାର ଫଳ। ଏଇଠି ଯେଉଁ ବ୍ରହ୍ମ ତେଜ ହରଣ ହେଇଗଲା, ତ ବ୍ରାହ୍ମଣକୁ ହତ୍ୟା କଲା ଇନ୍ଦ୍ର, ହତ୍ୟା କଲେ। ବୃତ୍ତକୁ ମାରି ସଚି ସାଇ ଲୁଚନ୍ତେ ତେଜହୀନ ହୋଇ। ମାରିଦେଲା ପରେ ତେଜହୀନ ହେଇକରି ଲୁଚିଲେ। କିଏ? ସଚି ସାଇ କହିଲେ ଇନ୍ଦ୍ର। ବିଷ୍ଣୁ ରଖିଲେ ତା ଜୀବନ। ଭଗବାନ ବିଷ୍ଣୁ ତାଙ୍କ ଜୀବନ ରକ୍ଷା କରିଛନ୍ତି। ଏଇ କଥା ତ୍ରୟୋଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। କହିଲେ ସେଠୁ ସିନା ପାପରୁ ମୁକ୍ତ ପାଇଁ ତମେ ପାପକୁ ଚାରି ଭାଗରେ ବାଣ୍ଟିଦେଲ, ଏ ପାପର ମୁକ୍ତ ପାଇଁ ତମକୁ ଅଶ୍ୱମେଧ ଯଜ୍ଞ କରିବାକୁ ପଡ଼ିବ। ଆଜି ସେଇ କଥା ପରମହଂସ ଚୂଡ଼ାମଣି ସୁଖଦେବ ଗୋସ୍ୱାମୀ କହୁଛନ୍ତି। ବାଦରାୟଣୀ ଉବାଚ ବୃତ୍ର ହୋଇଲା ଯହୁଁ ହତ ଶୁଣି ହରସ ତ୍ରିଜଗତ। ଗୋବିନ୍ଦ 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 ପଦୁ ଗଡ଼ୁଛି ମକରନ୍ଦ। ଇନ୍ଦ୍ରର ବିନୁ ଯେତେ ଜନ ହରସ ହୋଇଲେ ରାଜନ। ଗୋବିନ୍ଦ 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 ପଦୁ ଗଡ଼ୁଛି ମକରନ୍ଦ। ଅମର ଦେବ ଋଷି ଗଣ ପିତୃଦୈବତ ଯେତେ ପୁଣ। ଗୋବିନ୍ଦ 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 ପଦୁ ଗଡ଼ୁଛି ମକରନ୍ଦ। ବ୍ରହ୍ମା ଶଙ୍କର ବଜ୍ରଧର ଗଲେ ସେ ଯେ ଯାହାର ପୁର। ଗୋବିନ୍ଦ 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 ପଦୁ ଗଡ଼ୁଛି ମକରନ୍ଦ। बोल सच्चिदानंद भगवान की परमहंस चूड़ामणि सुखदेव गोस्वामी कहते हे राजा परीक्षित वृत्र होइला चहु हथ शुणी हरस त्रिजगत। स्वर्ग मर्त्य पाताल त्रिजगत आनंद खेलीगला वृतासुरर निधन कथा शुणी। इंद्रर बिनु जेते जन हरस होइले राजन। इंद्र को छाड़देले अन्य समस्ते मध्य आनंद रे खुशी हो गले जे एभली जने दुष्ट राक्षसर मृत्यु हो गला। अमर देव ऋषि गण पितृदैवत जेते पुण पितृपुरुष माने समस्त देवता माने
ଅମର ମାନେ ବ୍ରହ୍ମା ଶଙ୍କର ଇଏ ସମସ୍ତେ ଆନନ୍ଦରେ ଗଦଗଦ ହେଇଗଲେ। ଏଭଳି ଗୋଟିଏ ଦୁଷ୍ଟ ରାକ୍ଷସର ମୃତ୍ୟୁ ହେଇଗଲା। ହେଲା ପରେ ସମସ୍ତେ ନିଜ ନିଜ ପୁରକୁ ଫେରିଗଲେ। ମହାରାଜ ପରୀକ୍ଷିତ ଏଠି ପଚାରୁଛନ୍ତି ସୁଖଦେବ ଗୋସ୍ୱାମୀ କି ଭୂମନି ହୁଅ ସାବଧାନ ଗୋବିନ୍ଦ, ଏହା ଶୁଣିତେ ମୋର ମନ ଗୋବିନ୍ଦ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ ଗୋବିନ୍ଦ। କିମ୍ପା ହରସ ଦେବ ଗଣେ ଗୋବିନ୍ଦ, ଇନ୍ଦ୍ର ବିଷାଦ କି କାରଣେ ଗୋବିନ୍ଦ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ ଗୋବିନ୍ଦ। କହିବା ଏଥିର କାରଣ ଗୋବିନ୍ଦ, ନମଇ ତୁମ୍ଭର ଚରଣ ଗୋବିନ୍ଦ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ ଗୋବିନ୍ଦ। ଶ୍ରୀମଦ ଭାଗବତ ଭଗବାନ କି ଜୟ। ଆହା ବଡ଼ ସୁନ୍ଦର ଭାବରେ ପରମ ବିଷ୍ଣୁ ଭକ୍ତ ବୈଷ୍ଣବ କୁଳ ସମ୍ରାଟ ମହାରାଜ ପରୀକ୍ଷିତ ଆମମାନଙ୍କ ଭିତରେ ଥିବା ଶଙ୍କାକୁ ସମାଧାନ କରିବା ପାଇଁ ପରମହଂସ ଚୂଡ଼ାମଣି ସୁଖଦେବ ଗୋସ୍ୱାମୀଙ୍କ ଚରଣ ତଳରେ ପ୍ରଣିପାତ ନିବେଦନ କରି କହୁଛନ୍ତି, ହେ ଗୁରୁବାର କିମ୍ପା ହରସେ ଦେବଗଣ ଇନ୍ଦ୍ର ବିଷାଦ କି କାରଣ। ଦେବତାମାନେ ତ ବୃତାଶ୍ରମ ହେଲା ବୋଲି ଖୁସି ହେଇଗଲେ, କିନ୍ତୁ ଇନ୍ଦ୍ର କ'ଣ ପାଇଁ ବିଷାଦ କଲେ? ଏହାର କାରଣ କ'ଣ? ଇନ୍ଦ୍ର ତ ନିଜେ ବଜ୍ର ପ୍ରହାର କରି ମାରିଲେ। ଦେବତାମାନେ ଖୁସି ହେଲା ପରେ ଇନ୍ଦ୍ରଙ୍କର ଦୁଃଖର କାରଣ କ'ଣ? ଯାହାକୁ ତ ଯୁଦ୍ଧ ଯାହା ପାଇଁ ହେଉଥିଲା, ଯାହା ସହିତ ଯୁଦ୍ଧ କରୁଥିଲେ ତାକୁ ତ ବଜ୍ର ପ୍ରହାର କରି ତାର ଗଣ୍ଡିମୁଣ୍ଡ ଅଲଗା କରିଦେଲେ, ତାର ମୃତ୍ୟୁ ହେଇଗଲା। କିନ୍ତୁ ଇନ୍ଦ୍ର ବିଷାଦ ହେବାର କାରଣ କ'ଣ? ଦୁଃଖ କରିବାର କାରଣ କ'ଣ? ମୋତେ ଟିକେ ଦୟାକରି କୁହନ୍ତୁ। କହିବା ଏଥିର କାରଣ ନମଇ ତୁମ୍ଭର ଚରଣ, ମୁଁ ଆପଣଙ୍କ ଚରଣ ତଳେ ପ୍ରଣାମ ନିବେଦନ କରୁଛି। ଏହାର କାରଣ ମୋତେ ଟିକେ କହିବା କୁହନ୍ତୁ। ବୃତ୍ର ବିକ୍ରମ ଦେଖିଦେବେ ମହତ ଋଷି ଆଦି ସର୍ବେ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ଭୟ ଉଦ୍ବେଗ ମନ ହୋଇ କହିଲେ ଇନ୍ଦ୍ରକୁ ସେ ଯାଇ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ଦେବ ଦେବଙ୍କ ଈଶ୍ୱର ବୃତ ସୁରକୁ ସଂହର। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ଇନ୍ଦ୍ର ତାନ କଲେ ସ୍ୱୀକାର ବ୍ରାହ୍ମଣ ବଧେ ପାପ ଘୋର। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ବୋଲେ ଶ୍ରୀମଦ ଭାଗବତ ଭଗବାନ କି ଜୟ। ପରମହଂସ ଚୂଡ଼ାମଣି ସୁଖଦେବ ଗୋସ୍ୱାମୀ ଉତ୍ତର ଦେବାକୁ ଯାଇ କହୁଛନ୍ତି, ହେ ରାଜା ପରୀକ୍ଷିତ, ଯେତେବେଳେ ଏହି ବୃତାସୁର ଅତ୍ୟନ୍ତ ଭୟଙ୍କର ପ୍ରତାପ ଦେଖେଇଲା, ସ୍ୱର୍ଗ ମର୍ତ୍ତ୍ୟ ପାତାଳପୁରବାସୀ ସମସ୍ତେ ଭୟ କଲେ। ଦେବତାମାନେ, ଋଷିମାନେ, ମୁନିମାନେ, ସାଧୁସନ୍ତମାନେ, ନରମାନେ ସମସ୍ତେ ଭୟ କଲେ ରାକ୍ଷସକୁ। ସମସ୍ତେ ଯାଇ ଦେବରାଜ ଇନ୍ଦ୍ରଙ୍କ ପାଖରେ ଗୁହାରି କଲେ। ମହତ ଋଷି ଆଦି ସର୍ବେ ଏବଂ ବୃତ୍ର ବିକ୍ରମ ଦେଖିଦେବେ। ଭୟ ଉଦ୍ବେଗ ମନ ହୋଇ କହିଲେ ଇନ୍ଦ୍ରକୁ ସେ ଯାଇ। ସମସ୍ତେ ଏକତ୍ରିତ ହୋଇଯାଇ ଇନ୍ଦ୍ରକୁ କହିଲେ। ସମସ୍ତଙ୍କ ଭିତରେ ଉଦ୍ବେଗ, ସମସ୍ତଙ୍କ ମନ ଭିତରେ ଭୟ। କହିଲେ, ହେ ଦେବତାମାନଙ୍କର ଦେବତା ଈଶ୍ୱର, ହେ ଦେବରାଜ ଇନ୍ଦ୍ର, ବୃତ୍ର ଅସୁରକୁ ସଂହାର। ଆପଣ ହେଉଛନ୍ତି ଆମମାନଙ୍କର ଦେବତା। ଆମେ ସମସ୍ତେ ଉଦ୍ବେଗ ପାଉଛୁ ସେ ଭୟଙ୍କର ରାକ୍ଷସ ବୃତାସୁର ପାଇଁ। ଆପଣ ତୁରନ୍ତ ତାକୁ ସଂହାର କରନ୍ତୁ। ଇନ୍ଦ୍ର କହିଲେ, ଆପଣମାନେ ଭଲ କଥା କହୁଛନ୍ତି ଯେ, କିନ୍ତୁ ମୁଁ ଆକୁ ସ୍ୱୀକାର କରିପାରୁନି। କାହିଁକି ନା ମୁଁ ଜାଣିଛି ବ୍ରାହ୍ମଣକୁ ବଧ କଲେ ବହୁତ ଅପରାଧ ହେବ, ପାପ ହେବ। ଗୋଟିଏ ବ୍ରାହ୍ମଣକୁ ବଧ କରି ଯେଉଁ ପାପ ମୁଣ୍ଡେଇଛି ମୁଁ, ସେ କଥା ସିନା ଏ 4 ଜଣ ବାଣ୍ଟି ନେଲେ ବୋଲି। ଯଦି ଧରିତ୍ରୀ ଟିକେ ପାପକୁ ବାଣ୍ଟି ନେଇନଥାନ୍ତେ, ସମୁଦ୍ର ଯଦି ନେଇନଥାନ୍ତେ, ନାରୀ ଯଦି ନେଇନଥାନ୍ତେ, ବୃକ୍ଷ ଯଦି ନେଇନଥାନ୍ତେ, ଆଜି ବି ମୁଁ ସନ୍ତାପିତ ହେଇଥାନ୍ତି। ଏପର୍ଯ୍ୟନ୍ତ ସେ ପାପର ଫଳ ତାଙ୍କୁ ଭୋଗିବାକୁ ପଡ଼ୁଛି।
ତେଣୁ ଏ ଯେଉଁ ବ୍ରହ୍ମହତ୍ୟା ଜନିତ ଯେଉଁ ପାପ ତାକୁ ମୁଁ ମୁଣ୍ଡେଇବାକୁ ଚାହୁଁନି, କାହିଁକିନା ଇଏ ବୃତାସୁର ଅସୁର ହେଲେ ମଧ୍ୟ ଇଏ ବ୍ରାହ୍ମଣ କୁଳ ସମ୍ଭୂତ। ତେଣୁ ବ୍ରାହ୍ମଣ ବଧ୍ୟ ପାପ ଘର, ଏ ପାପ ମୁଁ କରିପାରିବିନି। ରାଜି ହେଇଲେନି। ଯେତେବେଳେ ରାଜି ନ ହୋଇଛନ୍ତି ସିନା ଇନ୍ଦ୍ର ଦେବତା କ'ଣ କହିଲେ ଦେବତାମାନଙ୍କୁ? ଇନ୍ଦ୍ର ଦେବତା କହୁଛନ୍ତି, ଯେବେ ମାରିଲି ବିଶ୍ୱରୂପ ଗୋବିନ୍ଦ, ଘେନିଲି ବ୍ରହ୍ମତ୍ୟା ପାପ ଗୋବିନ୍ଦ। ଗୋବିନ୍ଦ 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 ପଦୁଗଳୁଛି ମକରନ୍ଦ ଗୋବିନ୍ଦ। ଭୁଜଳ ସ୍ତ୍ରୀ ଦ୍ରୁମ ମାନେ ଗୋବିନ୍ଦ, ପାପ ଘେନିଲେ ବିଦ୍ୟମାନେ ଗୋବିନ୍ଦ। ଗୋବିନ୍ଦ 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 ପଦୁଗଳୁଛି ମକରନ୍ଦ ଗୋବିନ୍ଦ। ଏବେ ବୃତ୍ରକୁ ବିନାଶିବି ଗୋବିନ୍ଦ, କେମତେ ପାପୁ ନିସ୍ତରିବି ଗୋବିନ୍ଦ। ଗୋବିନ୍ଦ 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 ପଦୁଗଳୁଛି ମକରନ୍ଦ ଗୋବିନ୍ଦ। ଓରି ଶ୍ରୀମଦ ଭାଗବତ ଭଗବାନ କି ଜୟ। ହେ ଦେବତା ମାନେ, ସେଦିନ ମଧ୍ୟ ସେଇଭଳି ବିପଦ ଆସିଥିଲା ବୋଲି ମୁଁ ବିଶ୍ୱରୂପକୁ ବଦ୍ଧ କରିଥିଲି, ଯାହାର ପରିଣାମ ସ୍ୱରୂପ ସେ ବ୍ରାହ୍ମଣ ବଦ୍ଧ ଜନିତ ଯେଉଁ ପାପ ହେଲା, ସେ ପାପକୁ ଭୂ ଜଳ ସ୍ତ୍ରୀ ଆଉ ଦ୍ରୁମ ଏମାନେ ବାଣ୍ଟି ନେଲେ ବୋଲି ସେ ପାପରୁ ରକ୍ଷା ମିଳିଲା। କିନ୍ତୁ ପୁଣି ବୃତାସୁରକୁ ଯଦି ମାରିବି ମୋ ଉପରେ ପୁଣି ବ୍ରହ୍ମ ଅଭିଶାପ ପଡ଼ିବ। ଅର୍ଥାତ ଏ ଯେଉଁ ବ୍ରାହ୍ମଣ ହତ୍ୟା ଜନିତ ପାପରୁ ନିସ୍ତାରିବାର ଉପାୟ କ'ଣ? ଆଜି ଇନ୍ଦ୍ର ସବୁ ଦେବତାମାନଙ୍କ ପାଖରେ ପ୍ରାର୍ଥନା କରି କହୁଛନ୍ତି ଯେ ଆପଣମାନେ ମୋତେ କହୁଛନ୍ତି ଠିକ୍ ଅଛି, ବୃତାସୁରକୁ ମୁଁ ମାରିବି, କିନ୍ତୁ ଗୋଟିଏ ବ୍ରାହ୍ମଣକୁ ହତ୍ୟା କଲା ପରେ ଯେଉଁ ପାପ ହେଲା ତାକୁ ଯଦି ଭୂ ଜଳ ସ୍ତ୍ରୀ ଦ୍ରୁମ ଏମାନେ ବାଣ୍ଟି ନ ନେଇଥାନ୍ତେ ତାହେଲେ ମୁଁ ଆଜି ପାପରେ ତ୍ରସ୍ତ ହେଇଥାନ୍ତି। କିନ୍ତୁ ଏବେ ବୃତ୍ରକୁ ବିନାଶିବି, କେମନ୍ତେ ପାପ ନିସ୍ତରିବି। ସେଦିନ ସିନା ପାପରୁ ନିସ୍ତାର ପାଇଁ ସେମାନେ ପାପକୁ ବାଣ୍ଟି ନେଲେ, ଏବେ ଯେଉଁ ବ୍ରାହ୍ମଣ ବଦ୍ଧ ଜନିତ ପାପ ଅବସ୍ଥାରୁ ନିସ୍ତାର କେମିତି ପାଇବି? ଦେବତାମାନଙ୍କୁ ଏଇ କଥା ପଚାରିଛନ୍ତି ପ୍ରଶ୍ନ କିଏ? ନିଜେ ଦେବରାଜ ଇନ୍ଦ୍ର। ପରମହଂସ ଚୂଡ଼ାମଣି ସୁଖଦେବ ଗୋସ୍ୱାମୀ ସେ କଥାକୁ କହୁଛନ୍ତି, କହିଲେ ହେ ରାଜା ପରୀକ୍ଷିତ, ଇନ୍ଦ୍ର ବଚନେ ଋଷିଗଣ ଶୁଣି ସେ କହନ୍ତି ବଚନ। ଗୋବିନ୍ଦ 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 ପଦୁଗଳୁଛି ମକରନ୍ଦ। ଅଶ୍ୱମେଧ ଯଜ୍ଞକୁ କରି ଏ ପାପ ନାସିବୁ ତ ହରି। ଗୋବିନ୍ଦ 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 ପଦୁଗଳୁଛି ମକରନ୍ଦ। ବୋଲ ସଚ୍ଚିଦାନନ୍ଦ ଭଗବାନ କି ଜୟ। ଇନ୍ଦ୍ର ବଚନେ ଋଷିଗଣ ଶୁଣି ସେ କହନ୍ତି ବଚନ। ସବୁ ଋଷିମାନେ କହିଲେ ହେ ଇନ୍ଦ୍ର, ଭୟ କରିବାର କିଛି କାରଣ ନାହିଁ। ଏ ଦୁଷ୍ଟ ରାକ୍ଷସକୁ ତୁମେ ଯଦି ବଦ୍ଧ କରିବ, ତୁମର ଯେଉଁ ପାପ ହବ ଅଶ୍ୱମେଧ ଯଜ୍ଞକୁ କରି ଏ ପାପ ନାସିବୁ ତୋହରି। ଆମେ ତୋରି ପାଇଁ ଯଜ୍ଞ କରିବୁ। ସେ ଅଶ୍ୱମେଧ ଯଜ୍ଞରେ ଏ ତୋର ସମସ୍ତ ପାପ ବିନାଶ ହବ। କାହିଁକି ଜାଣୁ? ଭଗବାନ ହେଉଛନ୍ତି ଆତ୍ମପୁରୁଷ। ସେ ଯଦି ତୋ ଉପରେ କରୁଣା କରିଦେଲେ, ସେ ଯଦି ପ୍ରସନ୍ନ ହେଇଗଲେ, ସମସ୍ତ ପାପ ବିନାଶ ହେଇଯିବ। କାହିଁକିନା ମହାପୁରୁଷ ଆତ୍ମା ପର ଗୋବିନ୍ଦ, ଅଖିଳ ଜଗତ ଈଶ୍ୱର ଗୋବିନ୍ଦ। ଗୋବିନ୍ଦ 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 ପଦୁଗଳୁଛି ମକରନ୍ଦ ଗୋବିନ୍ଦ। ଯେ ଦେବ ପ୍ରଭୁ ନାରାୟଣ ଗୋବିନ୍ଦ, ଯଜ୍ଞରେ କରାଇ ପ୍ରସନ୍ନ ଗୋବିନ୍ଦ। ଗୋବିନ୍ଦ 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 ପଦୁଗଳୁଛି ମକରନ୍ଦ ଗୋବିନ୍ଦ। ଉତ୍ତର ବଧୁ ଦେବ ବର ଗୋବିନ୍ଦ, ଅବହେଳାରେ ହେବୁ ପାର ଗୋବିନ୍ଦ। ଗୋବିନ୍ଦ 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 ପଦୁଗଳୁଛି ମକରନ୍ଦ ଗୋବିନ୍ଦ। ଓରି ଶ୍ରୀମଦ ଭାଗବତ ଭଗବାନ କି ଜୟ। ଆହା, ଋଷିମୁନି ମାନେ ସୁନ୍ଦର ଭାବରେ ଦେବରାଜ ଇନ୍ଦ୍ରକୁ ବୁଝେଇ ଦେଲେ। କହିଲେ ହେ ଦେବରାଜ ଇନ୍ଦ୍ର, ତୁମର ଏଇ ବ୍ରାହ୍ମଣ ବଦ୍ଧ ଜନିତ ଯେଉଁ ବ୍ରହ୍ମହତ୍ୟା ପାପ ହବ, ଆମେ ଅଶ୍ୱମେଧ ଯଜ୍ଞ କରି କ'ଣ କରିବୁ? ସେଥିରୁ ତୁମକୁ ମୁକ୍ତ କରେଇବୁ।
କାହିଁକି ନା ଯେଉଁ ପରମାତ୍ମା ଅଖିଳ ଜଗତର ଈଶ୍ୱର ଯେ ଦେବ ପ୍ରଭୁ ନାରାୟଣ ଯଜ୍ଞରେ କରାଇ ପ୍ରସନ୍ନ। ଭଗବାନ ତ ଯଜ୍ଞ ନାରାୟଣ, ସେ ଯଦି ଯଜ୍ଞରେ ପ୍ରସନ୍ନ ହେଇଗଲେ ବୃତର ବନ୍ଧୁ ତାକୁ ବଦ୍ଧ କରିବା ଦ୍ୱାରା ଯେଉଁ ପାପ ହେବ ଅବହେଳାରେ ତୁ ସେ ପାପରୁ ମୁକ୍ତ ହେବୁ ଯଦି ଭଗବାନ ପ୍ରସନ୍ନ ହେଇଗଲେ ତୋ ଉପରେ। ତେଣୁ ବ୍ରାହ୍ମଣ ଗୁରୁ ପିତା ମାତା ଯେ ଜନ ଆର୍ଯ୍ୟ ଆଚାର୍ଯ୍ୟର ହନ୍ତା ଶ୍ୱାନକୁ ଖାଇଅବା ଯେହୁ ଶୁଣ କହିବା ମହାବାହୁ ନାମ କୀର୍ତ୍ତନ ଯେହୁ କରେ ଏ ସର୍ବ ପାପୁ ସେହୁ ତରେ। ବଡ଼ ବିଚିତ୍ର କଥା କହିଲେ ଋଷିମାନେ। କହିଲେ ହେ ଦେବରାଜ ଇନ୍ଦ୍ର ଧ୍ୟାନ ଦେଇ ଶୁଣ, ଯଦି ଭୁଲ ବଶତଃ ଏହି ଘଟଣା ସବୁ ଘଟିଥିବ କ'ଣ ବ୍ରାହ୍ମଣ ଗୁରୁ ପିତା ମାତା ଯେ ଜନ ଆଚାର୍ଯ୍ୟର ହନ୍ତା ଗୋବିନ୍ଦ 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 ପଦୁ ଗଡ଼ୁଛି ମକରନ୍ଦ ଶ୍ୱାନକୁ ଖାଇ ଅବା ଯେହୁ ଶୁଣ କହିବା ମହାବାହୁ ଗୋବିନ୍ଦ 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 ପଦୁ ଗଡ଼ୁଛି ମକରନ୍ଦ ନାମ ଯଜ୍ଞକୁ କରି ତୁହି ଜପିବୁ ପ୍ରଭୁ ଭାବ ଗ୍ରାହୀ। ଗୋବିନ୍ଦ 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 ପଦୁ ଗଡ଼ୁଛି ମକରନ୍ଦ ତାଙ୍କ ପ୍ରସନେ ଦେବ ବର ଦୂରିତ କେତେ କମାତର। ଗୋବିନ୍ଦ 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 ପଦୁ ଗଡ଼ୁଛି ମକରନ୍ଦ। ବୋଲ ଶ୍ରୀମଦ ଭାଗବତ ଭଗବାନ କି ଜୟ। ଋଷିମାନେ ଏକତ୍ରିତ ହେଇ ଦେବରାଜ ଇନ୍ଦ୍ରଙ୍କୁ ଉପଦେଶ ଛଳରେ କହିଲେ ହେ ଦେବରାଜ ଇନ୍ଦ୍ର ଏଇ ଯେଉଁ ବ୍ରହ୍ମହତ୍ୟା ପାପକୁ ନିବାରଣ କରିବା ପାଇଁ ହେଲେ ଆମେ ତୋ ପାଇଁ ଅଶ୍ୱମେଧ ଯଜ୍ଞ କରିବୁ। ଆଉ ସେଇ ଯଜ୍ଞରେ ଭଗବାନ ନାରାୟଣ ତୋ ପ୍ରତି ପ୍ରସନ୍ନ ହେଇଗଲେ ଯେତେ ପାପ ଅଛି ସମସ୍ତ ପାପ ନଷ୍ଟ ହେଇଯିବ। ତେଣୁ ହେ ଦେବରାଜ ଇନ୍ଦ୍ର ବ୍ରାହ୍ମଣ ଗୁରୁ ପିତା ମାତା ଯେ ଜନ ଆଚାର୍ଯ୍ୟର ହନ୍ତା ଯିଏ ବ୍ରାହ୍ମଣକୁ ହତ୍ୟା କରିଥାଏ, ଗୁରୁଙ୍କୁ ହତ୍ୟା କରିଥାଏ, ପିତାମାତାଙ୍କୁ ହତ୍ୟା କରିଥାଏ କିମ୍ବା ଆଚାର୍ଯ୍ୟକୁ ହତ୍ୟା କରିଥାଏ, ଶ୍ୱାନ କହିଲେ କୁକୁରକୁ ନିଜେ କୁକୁର ମାଂସ ଯିଏ ଭକ୍ଷଣ କରିଥାଏ, ସେଭଳି ପାପରୁ ରକ୍ଷା ପାଇବା ପାଇଁ ନାମ କୀର୍ତ୍ତନ ଯେହୁ କରେ ଏ ସର୍ବ ପାପୁ ସେହୁ ତରେ। ଋଷିମାନେ କହୁଛନ୍ତି ଯେ ଏଇ ପ୍ରକାର ଯଦି କୁକର୍ମ ଜଣେ କରି ପାପ ଅର୍ଜନ କରିଥାଏ ଭଗବାନଙ୍କର ନାମ ସଂକୀର୍ତ୍ତନ କରିବା ଦ୍ୱାରା ନାମ କୀର୍ତ୍ତନ ଯେହୁ କରେ ଏ ସର୍ବ ପାପୁ ସେହୁ ତରେ। ଯେତେ ପ୍ରକାର ପାପ ବ୍ରାହ୍ମଣ ହତ୍ୟା ଭୁଲ ବଶତଃ ଯଦି ପିତୃମାତୃ ହତ୍ୟା କରିଛି ବା ଆଚାର୍ଯ୍ୟଙ୍କୁ ହତ୍ୟା କରିଛି, ଶ୍ୱାନର ମାଂସ ଖାଇଛି, କୁକୁର ମାଂସକୁ ଯଦି ଜଣେ ଖାଇଛି ତାର ଯେଉଁ ପାପ ଅର୍ଜନ କରିଛି ସେ ପାପରୁ ପ୍ରାୟଶ୍ଚିତ କରିବା ପାଇଁ ଗୋଟିଏ ଉପାୟ ନାମ କୀର୍ତ୍ତନ ଯେହୁ କରେ ଏ ସର୍ବ ପାପୁ ସେହୁ ତରେ। ଗୋବିନ୍ଦ 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 ପଦୁ ଗଡ଼ୁଛି ମକରନ୍ଦ ମହାଯଜ୍ଞକୁ କରି ତୁହି ଜପିବୁ ପ୍ରଭୁ ଭାବଗ୍ରାହୀ। ଗୋବିନ୍ଦ 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 ପଦୁ ଗଡ଼ୁଛି ମକରନ୍ଦ ତାଙ୍କ ପ୍ରସନେ ଦେବ ବର ଦୂରିତ କେତେ କମାତର। ଗୋବିନ୍ଦ 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 ପଦୁ ଗଡ଼ୁଛି ମକରନ୍ଦ। ବୋଲ ଶ୍ରୀମଦ ଭାଗବତ ଭଗବାନ କି ଜୟ। ହେ ଦେବରାଜ ଇନ୍ଦ୍ର ଭଗବାନଙ୍କର ନାମ କରିବା ହେଉଛି ଏ ସମସ୍ତ ଦୂରିତ ଖଣ୍ଡନର ମୁଖ୍ୟ ଉପାୟ। ଯେତେ ପାପ ହେଇଥାଉ କୃଷ୍ଣ ନାମରେ ଅଛି ପୁଣ୍ୟ ଯେତେ ପାପୀ ନ କରିପାରେ ପାପ ତେତେ। ଭଗବାନଙ୍କର ପବିତ୍ର ନାମ ଯଜ୍ଞ ଠାରୁ ଆଉ ବଡ଼ ଯଜ୍ଞ କିଛି ନାହିଁ। ତେଣୁ ମା ବାପା ମାନେ ପୁଣି ଶ୍ରୀମଦ ଭାଗବତରେ ତ ଏ କଥା ଷଷ୍ଠ ସ୍କନ୍ଧରେ କୁହାଯାଇଛନ୍ତି। ଆଜି ମଧ୍ୟ
कली जुगरे श्रीकृष्ण चैतन्य महाप्रभुंकर जो आविर्भाव होता तो सही श्रीकृष्ण चैतन्य महाप्रभु ग्रामे ग्रामे नगरे नगरे प्रांते प्रांते बुली यही भगवत नाम प्रचार प्रसार करते। जिस देश में जिस वेश में जिस हाल में रहो राधा रमण राधा रमण राधा रमण कहो। राधा रमण राधा रमण राधा रमण कहो राधा रमण राधा रमण राधा रमण कहो। जिस संग में जिस रंग में जिस ढंग में रहो राधा रमण राधा रमण राधा रमण कहो। राधा रमण राधा रमण राधा रमण कहो राधा रमण राधा रमण राधा रमण कहो। राधा रमण राधा रमण राधा रमण कहो राधा रमण राधा रमण राधा रमण कहो। राधा रमण राधा रमण राधा रमण कहो राधा रमण राधा रमण राधा रमण कहो। बोले सच्चिदानंद भगवान की जय। स्वामी शिवानंद कहउचंती जिस देश में जिस वेश में जिस हाल में रहो राधा रमण राधा रमण राधा रमण कहो। जिस संग में जिस रंग में जिस ढंग में रहो राधा रमण राधा रमण राधा रमण कहो। भगवान कर नाम तो ए नाम यज्ञ ठार श्रेष्ठ यज्ञ आउ कौन थाई पारे। तेणु कली जुगरे कृते ध्यायते विष्णु त्रेतयांग जचत मुखे द्वापरे परिचर्यायां कलौ के सब कीर्तनात्। ये कली जुगरे जप ध्यान तपस्या ये विशेष काम दबनी। हरिनाम ही केवल हरिनाम ही केवल हरिनाम ही केवल। साड़े महायज्ञ असमध्य यज्ञ चालू आड़े नाम यज्ञ मध्य जप करुथिबु जप करुथिबु। तांक प्रसन्ने भगवान जदि प्रसन्न हो गले तांक प्रसन्ने देववर दूरित केतेक मात्र। महाप्रभु जदि प्रसन्न हो गले आउ से दूरित केते मात्र। सही अमृतमयी कथा को आमे माने आस्वादन करिबा पुणी परवर्ती पर्याय। आज तो समय जाइछि। जय गुरु जय गुरु जय गुरु जय जगन्नाथ जय गुरु जय गुरु जय गुरु वैकुंठनाथ। जय गुरु जय गुरु जय गुरु जय जगन्नाथ जय गुरु जय गुरु जय गुरु वैकुंठनाथ। जय गुरु जय गुरु जय गुरु जय जगन्नाथ जय गुरु जय गुरु जय गुरु वैकुंठनाथ। जय गुरु जय गुरु जय गुरु जय जगन्नाथ जय गुरु जय गुरु जय गुरु वैकुंठनाथ। बोल श्री जगन्नाथ महाप्रभु की जय।